ଶ୍ରୀମନ୍ଦିରର ଉତ୍ତରଦ୍ୱାର ସମ୍ମୁଖ ବାଇକ୍ ପାର୍କିଂରେ ଗାଡ଼ି ରଖିଥିବା ଯୁବକ କେଶବ ସାହୁଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଗୁଣ୍ଡାମାନଙ୍କ ଆକ୍ରମଣରେ କେଶବଙ୍କ ନାକ ଫାଟିଛି। ଏ ସମ୍ପର୍କରେ କେଶବ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଘଟଣା ସମ୍ପର୍କରେ ମିଳିଥିବା ସୂଚନାରୁ ଜଣାଯାଇଛି ଯେ ରବିବାର ଦିନ କେଶବ ନିଜ ଗାଡ଼ିକୁ ପାର୍କିଂରେ ରଖି ମନ୍ଦିର ଭିତରକୁ ଯାଇଥିଲେ। କିଛି ସମୟ ପରେ ସେ ଆସି ଦେଖିଲେ ଯେ କିଛି ଯୁବକ ତାଙ୍କ ବାଇକ୍ ଉପରେ ବସି ସିଗାରେଟ୍ ଟାଣୁଥିଲେ। ସେ ଆପତ୍ତି କରିବାରେ ସେହି ଯୁବକମାନେ ମୁଥ ମାରି ତାଙ୍କର ନାକ ଫଟାଇ ଦେଇଥିଲେ। ଯେତେବେଳେ ସ୍ଥାନୀୟ ଲୋକେ ମଧ୍ୟ ଶ୍ରୀମନ୍ଦିର ନିକଟରେ ସୁରକ୍ଷିତ ନୁହନ୍ତି, ସେତେବେଳେ ପୁରୀ ସହର ଓ ରାଜ୍ୟ ବାହାରର ଭକ୍ତ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି। ସିଂହଦ୍ୱାର ଥାନା ଆଇଥିଲି ଗୋଟେ ଭିତରେ ନଦୀବସ ବ୍ୟାଙ୍କ ଆଗ ସାମ୍ନା ମୁଁ ସେଠି ଗାଡ଼ି କାଢ଼ୁଥିଲି। ମୋ ଗାଡ଼ି ଉପରେ ଆଜ୍ଞା ବସିଥିଲେ ସିଗାରେଟ୍ ଫିଗାରେଟ୍ ଟାଣୁଥିଲେ ପିଲାମାନେ। ମୋ ଗାଡ଼ି ଦ୍ୱାରା ମାଡ଼ ହେଇଛି। ମୁଁ ସେଠି ସେମାନଙ୍କୁ ମୋତେ ଗାଡ଼ି ବନ୍ଦ କରିକି ପୁରା ମାଡ଼ ମୋ ପାଇଁ ଆଜ୍ଞା ନାକ ପାଖ ପଠେଇଛନ୍ତି। ମୋର ଆଜ୍ଞା ବେଡ଼ି ହେଉଛି। ମୁଁ ସିଂହଦ୍ୱାର ଥାନାରେ ଆଜ୍ଞା ବସିଛି। କ'ଣ ହେଇଥିଲା ଘଟଣା? ଘଟଣା ଆଜ୍ଞା ମୋ ଗାଡ଼ି ଉପରେ ସେମାନେ ବସିଥିଲେ ସିଗାରେଟ୍ ଫିଗାରେଟ୍ ଲଗାଉଥିଲେ ଉତ୍ତରରେ। ସେମାନେ ଗାଡ଼ିଟା ଆଜ୍ଞା ଗାଡ଼ି ଗଲା ଆସିକୁ ସେମାନେ ମୋତେ ବାସା ଗାଡ଼ିରେ ତାଙ୍କ ଦେହରେ ମୋତେ ବାଜିଯାଇଛି। ସେ ମୋତେ ପୁରା ଟିକେ ନାକୁ ବାଜିଛି। ମୋତେ ପୁରା ବାସା ଗାଡ଼ି ବନ୍ଦ କରିକିରି ମୋତେ ପୁରା ଆଜ୍ଞା 2-3 ଜଣ ମିଶିକି ମୋତେ ପୁରା ଆଟାକ୍ କରି ପୁରା ଆଜ୍ଞା ମାଡ଼ ଦେଉଛନ୍ତି। ଆଜ୍ଞା ପୁରା